पड़िबो ता संगे मोर जहाँ मतभेद अच्छी से रहिबो जमा भल पड़िबनी किंतु किंतु सेइथिपई मो माँ को अवहेला करि परिबिनी तमे हुए तो करि परिबो कारण तमे तो साबत पुओ किंतु मु तो मार गर्भर जन्म होइछि ना 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 मो माँ को जमारू अवहेला करि परिबिनी तते मु केबे हेले भी क्षमा करि पारिबिनी जमुना केबे भी नुहे आपण टिके निज हाथ रे बुढ़ी मां को खुआई देबे आज्ञा मु जमुना कहूची जाने सरी तमे सीए ना जे तबला बजई थिले एबे से घरर बोहू हाँ अब कहूली जे आपण बाहा हे नांती ना ना किंतु विवाहित नारीर मर्यादा तो आपण जानिछंती ना हाँ ताहले ताहले मो बड़ सांतानी मां को सेई मर्यादाटा दियंतु ना दिए तो मो भली श्रद्धा तम बड़ मां सांतानी को आ केही भी करंती प्रकृत रे मो फोन करथिले गोटे कथा बुझिबा पई को कथा देख से दिन गीत जेमिति भावरे से साड़ी सब फेरी दे गला जेमिति मते अपमान दे गला ना मु कोनोसी कंप्लेन करूनी मते बहुत कष्ट हेछि आ सेथि पई मु बारंबार फोन करूछि देख मु जानि छी जे मु से घरर केही नह अनुराधर केही नह किंतु किंतु गीत तो मु झियो भलिया ना से किंतु हारि जीवो केही बुझी पारु नाहंती से हारि जीवो ताको टिके संभालिबा को कह मोर खाली एतिकी कथा थिले गीत को मु संभाली नेबे आपण टिके निज को संभालंतु मु जानि छे तमे जने भल बहु तुमको मैं आशीर्वाद करुछि देख तुमर बाहाघर उपहार किंतु बाकी रही तुमर पसंदटा कौन साड़ी ना गहना ना ना मोर से सब किछि दरकार नहीं मो उपहार मु ठीक समय रे आपन कठु मागी नेबी केवल गोटे अनुरोध बड़ सांतानी मां को आउ फोन करिबेनी
ଯାହା ହେଲେ ବି ମୋ ଶ୍ୱଶୁରଙ୍କୁ କଷ୍ଟ ହଉଛି। ମୁଁ ଜାଣିଛି ବହୁତ ଅହଙ୍କାରୀ ସିଏ, ତାଙ୍କୁ ବହୁତ କଷ୍ଟ ହଉଛି। ମୁଁ ମୋ ଶାଶୁ ଶ୍ୱଶୁରଙ୍କ କଷ୍ଟ କେମିତି ଦେଖିବି କୁହନ୍ତୁ ତ? ବହୁତ ଭଲ ଝିଅ ତମେ। କିନ୍ତୁ ମୋର ତମ ପରିବାର ବିଷୟରେ କିଛି ଜାଣିବାକୁ ଇଚ୍ଛା ହେଲେ। ଠିକ୍। ଆଚ୍ଛା ସଞ୍ଜୟ, ତମେ ଏଭଳି ଗୋଟେ ବାଣ ବନେଇ ପାରିବ ଯୋଉଥିରୁ ବହୁତ ଆଲୁଅ ବାହାରିବ, ବହୁତ ନିଆଁ ବାହାରିବ, ବିସ୍ଫୋରଣ ହବ? ବନେଇ ତ ପାରିବି, କିନ୍ତୁ ଭାଇ ଏଥିରେ ନା ଦୁର୍ଘଟଣା ଘଟି ଯାଇପାରେ, ମାନେ ମଣିଷ ମରି ବି ଯାଇପାରେ। ହଁ, ସେଇଟା ହିଁ ତ ଚାହୁଁଛି ଯେ କେହି ଜଣେ ମରୁ। ଇଏ କଣ କହୁଛନ୍ତି ଭାଇ? ଭୂତ ଚତୁର୍ଦ୍ଦଶୀର ରାତି, ଅମାବାସ୍ୟା। ରାୟ ଘରେ ବହୁ ଦିନରୁ ଆଲୁଅର ଖେଳ ହେଇନି ସଞ୍ଜୟ। ହଁ, ଆଲୁଅର ଖେଳ। ମା କାଳୀଙ୍କ ପୂଜାରେ ଟିକେ ଆଲୁଅର ଖେଳ ହବନି? ଟିକେ ବାଣ ଫୁଟା ହବନି? କିଛି ପୋଡ଼ା ବାରୁଦର ଗନ୍ଧ ରହିବନି? ସଞ୍ଜୟ, କୌଣସି ଗୋଟେ ବଡ଼ ବାଣ ବନେଇ ପାରିବ ସଞ୍ଜୟ? ମୁଁ ତମମାନଙ୍କ କଥା କିଛି ବୁଝିପାରୁନି। ସଞ୍ଜୟ, ଏମିତି ଗୋଟେ ବାଣ ବନେଇବାକୁ ପଡିବ ଯେ ଯଦି କେହି ଜଣେ ସେଇ ବାଣରେ ନିଆଁ ଦିଏ, ତେବେ ସେଇ ବାଣଟା ଏମିତି ଭାବେ ଫୁଟିବ ଯିଏ ସେଥିରେ ନିଆଁ ଦେଇଥିବ ତାକୁ ହିଁ ସେଇ ନିଆଁଟା ଘେରିଯିବ, ଆଉ ସେଇ ନିଆଁର ଆଲୁଅରେ ଅମାବାସ୍ୟାର ଅନ୍ଧକାର ଦୂର ହେଇଯିବ। ଜୋର ଜୋରରେ ଢୋଲର ଶବ୍ଦ ବି ଶୁଣାଯିବ, ଆଉ ସେଇ ଢୋଲର ଶବ୍ଦରେ ସେଇ ମଣିଷର ଚିତ୍କାର ଆଉ ଶୁଣାଯିବନି। ଆପଣ ମାନେ କଣ କହୁଛନ୍ତି ମୁଁ ଠିକ ବୁଝିପାରୁନି। ସାନ ପିସା କଣ କହୁଥିଲେ? ସେ ନିଜେ ବି ଜାଣିନି ସେ କୋଉ ଜାଲରେ ଫସି ଯାଇଛି। ସେ କେବଳ ବାଣ ବନେଇବ, ଆଉ ତା ସହିତ ଏମିତି କିଛି ଗୋଟେ ମିଶେଇ ଦେଇ ମୁଁ ଏମିତି ଗୋଟେ ଘଟଣା ଘଟେଇ ଦେବି। କି ଘଟଣା? ରକି, ତତେ ଯୋଉ କଥାଟା କହୁଛି ତାକୁ ମନେ ଦେଇ ଶୁଣ। ହୁଏତ ଏହାର ଛାତ ନାହିଁ, କିନ୍ତୁ ଏମିତି ଭାବେ ଶାଢ଼ୀଗୁଡ଼ା ବାନ୍ଧିଛି, ଏମିତି ଘେରେଇ ଦେଇଛି ନା, ତାହାର ନଜର ହିଁ ପଡ଼ିବନି। କେବଳ ମୁଁ ହିଁ ତମକୁ ଦେଖିବି। କଣ ଦେଖୁଛ? ଆପଣଙ୍କୁ। ତାହେଲେ ସେଇ କଥାଟା କୁହ। କୋଉ କଥା? ଯୋଉ କଥାଟା ଶୁଣିବାକୁ ମୁଁ ଅପେକ୍ଷା କରି ବସିଛି। କୋଉ କଥା? ସେଇ ଯେ ତମେ ମୋତେ ଭଲ ପାଅ। ପାଅ ନା?
ପାଟିରେ କୁହ। ମତେ ମତେ ଲାଜ ଲାଗୁଛି। ପ୍ଲିଜ ଥରଟେ କୁହ ନା। ମୁଁ କଣ? ଭଲ ପାଏ। ଆଉଥରେ କୁହ। ଭଲ ପାଏ। ତୋର ତ କିଛି ମାନ ସମ୍ମାନ ନାହିଁ, କିନ୍ତୁ ସଙ୍ଗୀତର ତ ଅଛି। କି ରେ ସଙ୍ଗୀତ, ତୁ ନିଜ ସ୍ତ୍ରୀକୁ ଏଠି ଗାଧେଇ ଦଉଛୁ? ଯା ହଉ ଆପଣ ମାନିଲେ ଯେ ମୁଁ ସାନ ବାବୁଙ୍କ ସ୍ତ୍ରୀ ବୋଲି। ଠିକ କଥା ତ। ଘରର ବୋହୂ ସିଏ। ନାନୀ ମୋ ବୋହୂ ସିଏ। ବଡ ଭାଉଜ, ତମେ ଏସବୁ ସପୋର୍ଟ କରୁଛ? କରିବିନି ତ କଣ କରିବି? କଣ କରିବି କହିପାରିବ? ଦିନେ ଝରକା ପଟେ ଦେଖିଲି ସେ ବାହାରେ ମୁଣ୍ଡରେ ପାଣି ଢାଳି ଓଦା ଲୁଗା ପିନ୍ଧି ଘର ଭିତରକୁ ଯାଉଛି। କିଏ କରିଛି ଏସବୁ? ହଁ, କାହା ପାଇଁ ହଉଛି? ଯାଇକି କୁହ ତମ ବଡ ଭାଇଙ୍କୁ। ତାଙ୍କର ପାଇଁ ଏତିକି କାଣ୍ଡ କେତେ ତଳକୁ ଖସିଲେଣି ଦେଖ। ଏତେ ଯଦି ତମ ଭିତରେ ଆତ୍ମସମ୍ମାନ ବୋଧ ଅଛି, ଏତେଟା ମର୍ଯ୍ୟାଦା ବୋଧ ଅଛି, ତମର ଯଦି ଏଥିରେ ସମ୍ମାନ ହାନି ହଉଛି, ତେବେ ଯାଅ ଯାଇ କେଦାରଙ୍କୁ କୁହ ଯେ ନିଜ ପୁଅ ବୋହୂଙ୍କୁ ବରଣ କରି ଘରକୁ ନେବେ। ତା ବୋଲି ଏମିତି ଭାବରେ ଗୋଟେ ଖୋଲା ଜାଗାରେ ଛିଡା ହେଇ କଣ କରିବେ? ଟିକେ କହ ମତେ। ଆଉ କିଛି ଅପସନ ଅଛି? କଣ କରିବେ ଏମାନେ? ତମମାନଙ୍କର ତ ଦିପଟ ଧାର ଅଛି। ଏପଟ ବି କହୁଛ, ସେପଟ ବି କହୁଛ। ଯମୁନା, ଆଜ୍ଞା ବଡ ମା ସାନ୍ତାଣୀ। ଯା ଭିତରକୁ ଯା ଚେଞ୍ଜ କର, ତାପରେ ଭୋଗ ରାନ୍ଧିବାର ଅଛି। ସଙ୍ଗୀତ, ମା। ଯା ତାକୁ ନେଇ ଭିତରକୁ ଯା। ହଁ ଯାଉଛି, ଚାଲ। हेलो गीत, तमे काहे फोन करछ मते? हठात 2 दिन पर मो कथा मने पड़ला। मने पड़ले भी कौन हबो? तू जमती अबाध्य तू क्या कथा शुणु। घरे एते बड़ गोटे उत्सव, राति काली पूजा हब, बाण फुटा हब, तू सेठी रहिबु। घरर परंपरा अनुसार घरर झियो बोहू माने गहना पिंधिबे। कोठी अछु तू? से घर को मो जमारे भी जीविनी मा। काई जमुना ढोलिया अछि, रुह ना तमे से जमुना ढोलिया संगे आउ से लोक सहित। गीत कौन होउचे सब? गीत प्रत्येक उत्सव समय तू काई केमिति अशांति करू? कारण मते उत्सव पुष्सव जमा भी आउ भलो लागुनी। मु देखि पारुनी ए उत्सव गुड़ाक। मोर मने हुए ए सब किछि बहुत बड़ा मिछ, बहुत फेक तम भଳି। मु तोर मां गीत। सेठ कोन हैला? सो व्हाट? जन्म देले खाली माई चांदी। प्लीज गीत, मां के संगे एमती कथा होनी। वेट प्लीज, तमे चुप करो। सुनो मां, मो घर को जिबिनी, दैट्स इट। मु बुझी पारुछि वेद, मु एठी रहूछि बोली तमर बहुत प्रॉब्लम होछि सैया ना? ठीक अछि, मु एठी आउ रहिबिनी। गीत,
बहुत भारी गहना है माँ जमुना किंतु याको संभाली पारिबनी जा हेले भी गरीबर झियो ना सीए किंतु याको जमार भी संभाली पारिबनी गहनाटा दे ए गहनाटा मु देबिनी तमरे एकचाटिया कथाटा मु आउ सही पारुनी ए गहनाटा मु पिंधिनी ये तो गहनाटा रखा है तू सेटा पिंधिबू ए गहनाटा मते दे काई सबुठ दामी गहना काहे के जमुना पिंधिबो कारण एटा तो बाहागर प्रथम वर्ष सेठु कोन हैला हाउ ताको एति भाई मुंडरे बसे देछ ना कोन आ तमे बाहागर काहा को कहउछ कोन से बाहागर भागर हेनी मा दुर्गा मां को आगरे छिड़ा है सिंतरे सिंदूर पिंधे देले ताको तमे बाहागर बोली कहउछ आई एम सीरियसली बी रैशनल मा कम ऑन आई एम क्वाइट रैशनल समस्त सामने तुम सहित एमती भाव कथा पारिबुनी ताहले तमे भी घरर प्रत्येक लोकन को वंचित करी केवल मात्र से झियोटा को तमे पैम्पर करि पारिबनी एई गहनाटा मु पिंधिबी कोन से ढोलिया झियो बेको को स्टॉप इट जस्ट स्टॉप इट ढोलिया झियो व्हाट इज दिस गोइंग ऑन बहुत है गीत दे गहनाटा दे ना मा ए गहना मु पिंधिबी तमे ए गहना जमुना ढोलिया को देई पारिबनी गीत तमको मो राण रहिला आउ तमे माने एठी गहना पाई निज भितरे टणा अटरा होउछ छी माँ आपण को गहनाटा थाउ बो मा मोर सेतिरे लोभ नाही ସେଇଟା କେମିତି ହବ ମା ମୋ ମା ପୁଣି ଗହଣା ପିନ୍ଧିବେନି ସେଇଟା କେମିତି ହବ ଗହଣା କୁଆଡେ ଗଲା ଏଇ ତ ଆଚ୍ଛା ୟା ଭିତରୁ ମାଙ୍କର ଗହଣା କୋଉଟା ଏଇଟା ଏଇ ଗହଣାଟା ବହୁତ ସୁନ୍ଦର ମାଙ୍କୁ ସୁନ୍ଦର ଲାଗିବ ମା भाई अरे এইটা পিন্ধিল দেখি দেখে এ बेसी देखी होचंती हठात माँ प्रेम जेमिति उछुली पड़ुची ମା ଏତେ ଦିନ ହେଲା ଆମ ଆଖି ଆଗରେ ଥିଲେ ହେଲେ ଆମେ ଦେଖିପାରୁନଥିଲୁ ତେଣୁ ସେ ହଜି ଯାଇଥିଲେ ହେଲେ ମୁଁ ମୋ ମାଙ୍କୁ ଆଉ ହରେଇବାକୁ ଚାହୁଁନି ସାରା ଜୀବନ ମୋ ମା ସାଙ୍ଗରେ ଏମିତି ରହିବାକୁ ଚାହେଁ যমুনা গীত গাউছি যমুনা কোন জানিনি যে ঘরে কে গীত গাইলে মু তাকে জমা পছন্দ করেনি বলি জানিছি বলি তো সে এমিতি করুছি বড় ভাই ইগনোর করুছি বড় ভাই বারম্বার তমকু ইগনোর করুছি খাতির করেনি সে তমকু নেই লুচকালি খেলুছি বড় ভাই লুচকালি
କେଦାର ରାୟଙ୍କୁ ସାରା ପରିବାର ଆଗରେ ଛୋଟ କରିବା ପାଇଁ ଚେଷ୍ଟା କରୁଛି। ହଁ ବଡ ଭାଇ, ହଁ। ଆଉ ତମେ ଏବେ ବି ଚୁପଚାପ ହେଇ ଅଛ ବଡ ଭାଇ। ତମେ କାହିଁକି କିଛି କହୁନ? ଥରୁଟିଏ ଖାଲି ଭାବି ଦେଖ ସେଇ ଦୁର୍ଗା ପୂଜା ସମୟରେ ମାଙ୍କୁ କିନ୍ତୁ ସେ ଏତେ ବର୍ଷ ପରେ ଲୁଚେଇ ଛପେଇ ପୁଷ୍ପାଞ୍ଜଳି ଦିଆଇଲା। ଗଙ୍ଗା ହଁ ବଡ ମା ସାନ୍ତାଣୀ, ମୁଁ କରେଇବି। এই নিয়ন্তু মা সান্তাণী টঙ্কা নিয়ন্তু। না 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 গঙ্গা ছি ছি ছি, এই টঙ্কা মু হেলে এইটা তো মো বহিনা টঙ্কা মু ରୋଜଗାର କରିଛି। ସେଇ ଟଙ୍କା ଦଉଛି ମୁଁ ଆପଣଙ୍କୁ। ଏ ଘର ଲୋକମାନଙ୍କ ପାଖରେ ଯଦି ପଇସା ଦବାର କ୍ଷମତା ନଥାଏ ତେବେ ଗଙ୍ଗା ଢୋଲିଆ ଦବ ତାର ଝିଅର ଚିକିତ୍ସା କରିବାର ଟଙ୍କା। ଏ ଗଙ୍ଗା, ତୁ ସେ ଟଙ୍କାଟା ରଖ, କାରଣ ଏଇ ଟଙ୍କା ତୁ ହାତ ପାତି ଆମ ଘରୁ ଭିକ୍ଷା ମାଗିକି ନେଇଛୁ। ମୁଁ ଭିକ୍ଷା କରିନି, ମୁଁ ଭିକାରୀ ନୁହଁ, ଭିକାରୀ ତମେ ମାନେ। କଣ? ହଁ, ଭିକାରୀ ତମେ ମାନେ। ତମେ ମାନେ ଖାଲି ବହୁତ ବଡ ବଡ କଥା କହି ଜାଣିଛ, ତା ଛଡା ଆଉ କିଛି ବି ଜାଣିନ। ଆମର ତ ଖାଲି ପେଟ ପୁରିଲେ ବଡ କଥା, ତାଠୁ ଅଧିକ କିଛି ଚାହୁଁନା ଆମେ। ଆରେ ଭିକ୍ଷା କରିଥିବା ଟଙ୍କା ନୁହଁ, ମୋ ଝିଅର ପରିଶ୍ରମ କରି ରୋଜଗାର କରି ଆଣିଥିବା ଟଙ୍କା ଏଇଟା। ସେଇ ଟଙ୍କାକୁ ମୋ ଝିଅର ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବି ମୁଁ। ଏଇ ନିଅନ୍ତୁ ମା, ଏଇ ନିଅନ୍ତୁ ଟଙ୍କା। ଦରକାର ନାହିଁ ବାପା। ଡକ୍ଟରଙ୍କୁ ମୁଁ ଡାକି ଆଣିଛି। ସଙ୍ଗୀତ ଆସନ୍ତୁ ବାପା, এই ଟଙ୍କା ଆପଣ ପାଖରେ ରଖନ୍ତୁ। ମୁଁ ଡକ୍ଟରଙ୍କୁ ଡାକି ଆଣିଛି। ଆସନ୍ତୁ ଡକ୍ଟର। ଅନଫର୍ଚୁନେଟ୍, ସତରେ ଅନଫର୍ଚୁନେଟ୍ ଗୀତ। ଭାଇ ଭଉଣୀଙ୍କ ସମ୍ପର୍କ କେମିତି ହେଇଥାଏ ଆଉ ତତେ ମୁଁ କେମିତି ଦେଖୁଛି। ଆସନ୍ତୁ ଡକ୍ଟର। ଇଞ୍ଜୁରିଟା ମୁଁ ଏବେ ଡ୍ରେସିଂ କରିଦେଇଛି, ଇଞ୍ଜେକ୍ସନଟା ବି ଦେଇଦେଇଛି, ଆଉ କିଛି ମେଡିସିନ ବି ମୁଁ ଏଠି ଲେଖିଦେଇଛି। କିନ୍ତୁ ତାଙ୍କର ସବୁଦିନ ଡ୍ରେସିଂ କରିବାକୁ ପଡିବ। ମୁଁ ଡ୍ରେସିଂ କରିପାରିବିନି? ମୋର ବି ଅଭ୍ୟାସ ଅଛି, ମୁଁ ବି କରିପାରିବି। ନା, ଏଇଟା ଟିକେ କ୍ରିଟିକାଲ କେସ୍। ମୁଁ ମୋ ଚ୍ୟାମ୍ବରରୁ ଗୋଟେ ଭଲ ଲୋକ ପଠେଇଦେବି। ମୋର ଜଣେ ଫିମେଲ ଆସିଷ୍ଟାଣ୍ଟ ଅଛନ୍ତି, ସିଏ ଆସି ସବୁଦିନ ଡ୍ରେସିଂ କରିଦେବେ। ବହୁତ ବ୍ରେଭ୍ ଲେଡି ତମେ, ବହୁତ ସାହସୀ ଝିଅ। ଏମିତି ନିଜ ଜୀବନକୁ ବିପଦରେ ପକେଇ କାହାର ଜୀବନ ବଞ୍ଚେଇବା ଆଇ ମଷ୍ଟ ଆପ୍ରିସିଏଟ୍। ଆସୁଛି, ନିଅନ୍ତୁ। ଡକ୍ଟର କେମିତି ଅଛି ସେ? ବ୍ୟସ୍ତ ହୁଅନ୍ତୁନି, ପୁରାପୁରି ଠିକ ଅଛନ୍ତି। ସାହସୀ ସିଏ। ହେଲେ ଝିଅଟା କିଏ? ଏ ଘରର କଣ ହେବେ ନା କଣ? ସିଏ ନା ନା ଡାକ୍ତର ବାବୁ, ସିଏ ଘରର ମାନେ ସିଏ ମୋ ସ୍ତ୍ରୀ। ଓ ଏମିତି କଥା। ଆପଣଙ୍କ ସ୍ତ୍ରୀ? ଲକି ଚାମ୍, ବହୁତ ଭଲ ସ୍ତ୍ରୀ ପାଇଛନ୍ତି। ଆଚ୍ଛା, ଆସୁଛି। ଡକ୍ଟର, ଯିଏ ଡ୍ରେସିଂ କରିବାକୁ ଆସିବେ ତାଙ୍କ ଚାର୍ଜ? 500 rupees per day। ଆସିବେ, ଡ୍ରେସିଂ କରିଦେବେ। ସେଇଟା 15 ଦିନ କରିବାକୁ ପଡିବ। ହଁ, ଟିକେ ଦେଖିବେ ଯେମିତି ହାତ ଉପରେ ପ୍ରେସର ନ ପଡିବ, କାନ୍ଧ ଉପରେ ଯେମିତି ପ୍ରେସର ନ ପଡିବ। ଆସୁଛି। ଟଙ୍କା ନେବେ 15 ଦିନ ଡ୍ରେସିଂ, ମାନେ ଟୋଟାଲ 7500। 7500 ଟଙ୍କା। କଣ ହେଇଛି କି? କଣ ଏତେ ହିସାବ କରୁଛୁ? ନା ମାନେ ମା,
ମା ଟଙ୍କା ଦରକାର। ଯମୁନା ଯମୁନା ଢୋଲ ବଜେଇ ଯୋଉ ଟଙ୍କା ପାଇଥିଲା ସେ ତ ଡକ୍ଟର ଭିଜିଟରେ ଖର୍ଚ୍ଚ ହେଇଗଲା। ଯମୁନା ଚିକିତ୍ସା ପାଇଁ ତ ଟଙ୍କା ଦରକାର। ଟଙ୍କା ମୁଁ ଦେବି। ତମେ ହଁ ମୁଁ ଟଙ୍କା ଦେବି। କେତେ ଟଙ୍କା ଦରକାର ତମର? ଦରକାର ପଡ଼ିଲେ କୌଣସି ହସ୍ପିଟାଲକୁ ନେଇଯାଇ ଟ୍ରିଟମେଣ୍ଟ କରିପାରିବ ବା ହସ୍ପିଟାଲରେ ରଖିକି ଟ୍ରିଟମେଣ୍ଟ କରିପାରିବ। ବୁଢ଼ୀମା ତମେ ତମେ କଣ? ପିଲାଦିନେ ମୋ ବୁଢୀ ମା ଠାରୁ ଶୁଣିଥିଲି ଝିଅ ମାନଙ୍କର ଜୀବନ କୁଆଡେ କୋଉ ମାଛର ଜୀବନ, ସହଜରେ ମରିବେନି। ନା ଯମୁନା, ସମସ୍ତଙ୍କ ଆଗରେ ଛିଡା ହେଇ ବଡ ଦମ୍ଭରେ ଯୋଉ କଥାଟା ତୁ କହିଛୁ, ଏ ଢୋଲ ଲଢେଇରେ ତତେ ଜିତିବାକୁ ହବ। ଆଉ ଖାଲି ଢୋଲ ଲଢେଇରେ ନୁହଁ, ତୋ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତତେ ଜିତିବାକୁ ହବ। ତତେ ପ୍ରମାଣ କରିବାକୁ ପଡିବ ଯେ ଗରିବ ଘରେ କେହି ଜନ୍ମ ନେଲେ ଛୋଟ ହେଇଯାଏନି, ତାକୁ ତୁଚ୍ଛ ତାଚ୍ଛଲ୍ୟର ପାତ୍ରୀ ବୋଲି ଭାବନ୍ତିନି। ମୁଁ ବି ତ ଖାନ୍ ସାହେବଙ୍କର ଛାତ୍ରୀ ଥିଲି। ବହୁତ ଦିନରୁ ତବଲା ଧରିନି, ଆଜି ତବଲା ବଜେଇବି ଆଉ ତୁ ଢୋଲ ବଜେଇବୁ। ଯୁଗଳ ବନ୍ଦୀ କରିବା। କିନ୍ତୁ ବୁଢ଼ୀମା ତାକୁ କାଟିବ। କାଟୁ, କାଟିଲେ ତ ଧୀରେ ଧୀରେ ଦେହସୁଆ ହେଇଯିବ ନା। ମୁଁ ଏତେ ବର୍ଷ ଧରି କଷ୍ଟ ସହି ଆସିଛି। ମୋର ସ୍ୱପ୍ନ ଥିଲା ମୁଁ ତବଲା ବଜେଇବି। ଝିଅ ପିଲା ବୋଲି କେହି ବଜେଇବାକୁ ଦେଲେନି। ଏ ପରିବାରର ସମସ୍ତେ ମୋ ଉପରେ ଅତ୍ୟାଚାର କରିଛନ୍ତି। ମୋର ଯୋଉ ସ୍ୱପ୍ନ ଥିଲା, ଆଜି ସେ ସ୍ୱପ୍ନକୁ ଯମୁନା ପୂରଣ କରିବ। ଆସେ ମା ମୋ ସହିତ। ଯାଉଛି ବୁଢ଼ୀମା। ମା। ବୁଢ଼ୀମା ତମେ ଯମୁନା ତମେ କଣ? ଆପଣ ଅଛନ୍ତି ନା ମୋ ସାଙ୍ଗରେ? ଆପଣ ଛାଡି ଚାଲିଯିବେନି ତ?